କରୁଛି। ମାନୁଷୀ ମନ ଓ ବୁଦ୍ଧି ନେଇ ପ୍ରଭୁଙ୍କ ଅନୁଭବ ଓ ସତ୍ୟକୁ ହୃଦୟଙ୍ଗମ କରିବା ବାସ୍ତବରେ ବହୁତ କଷ୍ଟ। କେବଳ ତାଙ୍କରି କରୁଣାରୁ କିଛି କିଛି ଅନୁମାନ କରି ହେଉଛି। ତେବେ ଆଜିର ଆଲୋଚ୍ୟ ବିଷୟ ଯୋଉ ପଞ୍ଚମ ଅନୁଚ୍ଛେଦ ମତେ ଦେଇଛନ୍ତି ତାହା ବହୁତ ଛୋଟ, ମାତ୍ର 3-4 ଧାଡିର। ତେଣୁ ଏଇ କ୍ଲାସକୁ କଭର କରିବା ପାଇଁ ମୁଁ ଟିକେ ଆଗରୁ ଆଉ ପଛରୁ ପୂର୍ବାପର ସଙ୍ଗତି ଯାହା କହୁଛେ ପୂର୍ବରୁ ଏବଂ ପରକୁ କିଛି ଯୋଡ଼ି ଟିକେ ଆଲୋଚନା ରଖିବି। ଯାହା ଶୁଣିଛି ଯାହା ବୁଝିଛି ତାକୁ ହିଁ ଆପଣଙ୍କ ଆଗରେ ଉପସ୍ଥାପନ କରିବି। ମତେ ତ କ୍ଲିଷ୍ଟ ଲାଗୁଛି, ଆପଣଙ୍କୁ କେମିତି ଲାଗିବ କହିପାରୁନି। ମାଙ୍କୁ ପ୍ରାର୍ଥନା କରୁଛି ସେ ହିଁ ଏହି କାର୍ଯ୍ୟ ପରିଚାଳନା କରିବେ। ଏହି ପରିଚ୍ଛେଦର ଆରମ୍ଭରେ ପ୍ରଭୁ ଋଗ୍ବେଦର 2ଟି ଶ୍ଲୋକକୁ ଉଦ୍ଧୃତ କରିଛନ୍ତି, ଯାହାର ସାରମର୍ମ ସେ କହିଛନ୍ତି ପ୍ରଥମର ପରମ ପୁରୁଷ ଓ ଆଦ୍ୟା ଶକ୍ତିର ନାମ ବିଭୂତି ଗୁଡ଼ିକୁ ନେଇ ସେମାନେ ଜ୍ୟୋତି ଜନନୀଙ୍କର ଶକ୍ତିକୁ ଆକୃତି ଦେଲେ, ତାହାର ପରିମାପନ କଲେ। ସେହି ଶକ୍ତିର ଗୋଟିଏ ଗୋଟିଏ ସାମର୍ଥ୍ୟକୁ ବସନ ରୂପେ ପରିଧାନ କରି ମାୟାଧାରୀ ମାନେ ଏହି ପରମ ସତ୍ତାରେ ରୂପର ସୃଷ୍ଟି କଲେ। ଦ୍ୱିତୀୟ ଶ୍ଲୋକ ସାରାଂଶ ପ୍ରଭୁ ଲେଖିଛନ୍ତି, ତାଙ୍କରି ମାୟା ଦ୍ୱାରା ହିଁ ମାୟାଧାରୀ ମାନେ ସକଳ ରୂପର ରଚନା କଲେ। ଦିବ୍ୟ ଦୃଷ୍ଟି ସମ୍ପନ୍ନ ପିତୃଗଣ ତାହାକୁ ହିଁ ଗର୍ଭ ମଧ୍ୟରେ ଭ୍ରୂଣ ରୂପେ ପ୍ରତିଷ୍ଠିତ କଲେ। ଏ ସମ୍ପର୍କରେ ଆମେ ବହୁବାର ଆଲୋଚନା କରି ସାରିଲେଣି ଏବଂ ଆସନ୍ତୁ ଆଜି ବହୁତ ଜିନିଷର ପୁନରାବୃତ୍ତି କରିବା, ବାରମ୍ବାର ପଢିବା ଓ ବାରମ୍ବାର ଶୁଣିବା ଭିତରେ ଆମର କିଛି ଅଂଶ ଏଇ କ୍ଷୁଦ୍ର ମନ ଆଉ ବୁଦ୍ଧିର ଖୋଲିଯିବ ଆଉ ପ୍ରଭୁଙ୍କୁ ବୁଝିବାରେ ଆମକୁ ସାହାଯ୍ୟ କରିବ। ଆମେ ଏକଥା ସ୍ପଷ୍ଟ ଭାବେ ଜାଣିଛେ ଯେ ସମଗ୍ର ସୃଷ୍ଟି ହେଲା ପରମ ସତ୍ତାଙ୍କର ଆତ୍ମ ଅଭିବ୍ୟକ୍ତି। ପରମ ତାଙ୍କର ସଚେତନ ସତ୍ତା ଶୁଦ୍ଧ ଆନନ୍ଦ ପାଇଁ, ସଚେତନ ସତ୍ତାର ଶୁଦ୍ଧ ଆନନ୍ଦ ପାଇଁ ତାଙ୍କରି ଚିତ୍ ଶକ୍ତି ଦ୍ୱାରା ସୃଷ୍ଟି ରଚନା କରିଛନ୍ତି। ସଚିଦାନନ୍ଦଙ୍କ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ସଚିଦାନନ୍ଦ ହେଲେ ସବୁ ସୃଷ୍ଟିର କାରଣ, ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ। ସତ୍ତା ଯାହା ଉତ୍ପନ୍ନ କରନ୍ତି, ପ୍ରଡ୍ୟୁସ କରନ୍ତି ବୋଲି ଲେଖିଛନ୍ତି ପ୍ରଭୁ। ଯାହା ସତ୍ତା ଉତ୍ପନ୍ନ କରନ୍ତି ତାହା ସେ ନିଜେ ହିଁ ଅଟନ୍ତି। ତାଙ୍କର ସୃଷ୍ଟି ନିଜ ବ୍ୟତୀତ ଆଉ କିଛି ହେଲେ ନୁହେଁ। ଏହା ହିଁ ତାଙ୍କର ଲୀଳା, ତାର ଛନ୍ଦ, ତାଙ୍କରି ସତ୍ତାର ଚେତନ ଶକ୍ତିର ଓ ଆନନ୍ଦ ରୂପର ବିକାଶୋତ୍ସବ। ଡେଭଲପମେଣ୍ଟକୁ ଚିତ୍ତ ଭାଇ ଲେଖୁଛନ୍ତି ବିକାଶୋତ୍ସବ। ତେଣୁ ସୃଷ୍ଟି ରୂପେ ଯାହା କିଛି ପୃଥିବୀକୁ ଆସେ, ଏହି ପୃଥିବୀରେ ଯାହା କିଛି ପ୍ରକାଶିତ ହେଉଛି, ଯାହା କିଛି ରୂପ ଗ୍ରହଣ କରିଛି, ତାହା କେବଳ ଆତ୍ମରୂପାୟନ, ସତ୍ତାଙ୍କର ଆତ୍ମରୂପାୟନ ବ୍ୟତୀତ ଆଉ କିଛି ବି ଚାହେଁ ନାହିଁ। କେବଳ ସଂକଳ୍ପିତ ରୂପରେ ପ୍ରକାଶିତ ହେବା ବ୍ୟତୀତ ସେହି ରୂପଟିର ଆଧାର ମାଧ୍ୟମରେ ଆତ୍ମସତ୍ତାଟିର ସମ୍ପ୍ରସାରଣ ବ୍ୟତୀତ ଏହିପରି ବିକଶିତ, ପ୍ରକାଶିତ ଓ ଅଭିବୃଦ୍ଧି ହୋଇ ଆପଣା ଭିତରେ ରହିଥିବା ଚେତନା ଓ ଶକ୍ତିର ଅନନ୍ତ ଉପଲବ୍ଧି ବ୍ୟତୀତ ଆଉ କିଛି ହେଲେ କାମନା କରେ ନାହିଁ। ଯାହା କିଛି ପ୍ରକାଶିତ ହୋଇଛନ୍ତି ସବୁ ଯେହେତୁ ସେ ନିଜେ, ତାଙ୍କରି ସୃଷ୍ଟି, ତାଙ୍କ ଛଡ଼ା ଆଉ କିଛି ବି ନୁହେଁ, ତାଙ୍କରି ଲୀଳା, ତାଙ୍କରି ଛନ୍ଦ, ତାଙ୍କରି ଚେତନ ଶକ୍ତି ଓ ଆନନ୍ଦ ଉତ୍ସର ବିକାଶୋତ୍ସବ। ତେଣୁ ଏ ସୃଷ୍ଟିରେ ଯାହା କିଛି ଆସିଛି ସେଇଥିରେ ଆମେ ଦେଖୁଛେ ସେହି ଆଧାର ମାଧ୍ୟମରେ, ସେହି ରୂପଟିର ଯୋଉ ରୂପ ଗୁଡ଼ିକ ସୃଷ୍ଟି ହେଇଛି ସେହି ରୂପର ମାଧ୍ୟମରେ ସତ୍ତା ସମ୍ପ୍ରସାରଣ ବ୍ୟତୀତ
ଏହିପରି ବିକଶିତ ପ୍ରକାଶିତ ଓ ଅଭିବୃଦ୍ଧି ହୋଇ ଆପଣା ଭିତରେ ରହିଥିବା ଚେତନା ଶକ୍ତିର ଅନନ୍ତ ଉପଲବ୍ଧି ବ୍ୟତୀତ ଆଉ କିଛି ହେଲେ କାମନା କରନ୍ତି ନାହିଁ। ତାହା ପ୍ରକାଶିତ ହେବାର ଆନନ୍ଦଟିକୁ ହିଁ ଅନୁଭବ କରିବାକୁ ଚାହେଁ। ଆପଣା ସତ୍ତାକୁ ରୂପାୟିତ କରିବାର ଆନନ୍ଦଟିକୁ ଅନୁଭବ କରିବାକୁ ଚାହେଁ। ଆମେ ବାରମ୍ବାର ପଢି ସାରିଲେଣି 2ଟି ପରିଚ୍ଛେଦରେ 2ଟି ଚାପ୍ଟର, ଦି ଡିଲାଇଟ୍ ଅଫ୍ ଏକ୍ଜିଷ୍ଟେନ୍ସ ପ୍ରୋବ୍ଲେମ୍ସ ଆଣ୍ଡ ଡିଲାଇଟ୍ ଅଫ୍ ଏକ୍ଜିଷ୍ଟେନ୍ସ ସଲ୍ୟୁସନ୍ସ, ଏହି 2ଟି ଚାପ୍ଟର ମାଧ୍ୟମରେ ପଢି ସାରିଲେଣି, ବାରମ୍ବାର ପଢିଲେଣି ଯେ ସତ୍ତା କେବଳ ତାଙ୍କରି ଆନନ୍ଦ ପାଇଁ ହିଁ ରୂପାୟିତ ହୁଅନ୍ତି। ଚେତନା ଛନ୍ଦର ଆନନ୍ଦ ତଥା ଶକ୍ତିଲୀଳାର ଆନନ୍ଦକୁ ଅନୁଭବ କରିବାକୁ ଚାହୁଁଥାଏ ଏବଂ ଯେକୌଣସି ସମ୍ଭାବ୍ୟ ଉପାୟରେ ହେଲେ ମଧ୍ୟ ଯେକୌଣସି ସମ୍ଭାବ୍ୟ ଦିଗରେ ସେହି ଆନନ୍ଦକୁ ସମୃଦ୍ଧ ଓ ସମ୍ପୂର୍ଣ୍ଣତର କରିବାକୁ ଚାହୁଁଥାଏ। ତାହା ଆପଣା ଜୀବନର ଗଭୀରତମ ଭାବରେ କାର୍ଯ୍ୟ କରୁଥିବା ସତ୍ତା, ଚିତ୍ ଶକ୍ତି ଓ ଆନନ୍ଦ ତାର ନିଜର ବିଷୟରେ ଯେକୌଣସି ସମ୍ଭାବ୍ୟ ଧାରଣା ଇଙ୍ଗିତ ଦେଉଥାନ୍ତି, ତାହାରି ଜରିଆରେ ହିଁ ସେ ସେହି ଆନନ୍ଦକୁ ଅଧିକ ପରିପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥାଏ। ଏହି ବ୍ୟାକଗ୍ରାଉଣ୍ଡ ନେଇକି ଆମେ ଆଉ ଟିକେ ଆଗକୁ ବଢିବା। ପ୍ରଭୁ ଦ୍ୱିତୀୟ ଶ୍ଲୋକରେ କହିଛନ୍ତି, ତାଙ୍କରି ମାୟା ଦ୍ୱାରା ହିଁ ମାୟାଧାରୀ ମାନେ ସକଳ ରୂପର ରଚନା କଲେ। ମାୟା ହେଉଛି ଗୋଟିଏ ଫାକଲ୍ଟି। ମାୟାଧାରୀ ମାନେ ସେହି ଫାକଲ୍ଟିର ବ୍ୟବହାର କରି ସକଳ ରୂପର ରଚନା କରୁଛନ୍ତି। ତେବେ ଜଗତର ରୂପ ସକଳ ମାୟାଧାରୀ ମାନେ ଦିବ୍ୟ ମାୟା ଦ୍ୱାରା ହିଁ ରଚନା କରିଛନ୍ତି। ଆସନ୍ତୁ ଦେଖିବା ମାୟା କଣ? ଅନନ୍ତଙ୍କର ଆତ୍ମନିର୍ଣ୍ଣୟର ଚୟନକାରୀ ଫାକଲ୍ଟି ବା ପ୍ରବୃତ୍ତିକୁ ମାୟା କୁହାଯାଏ। ଅନନ୍ତଙ୍କର ଆତ୍ମନିର୍ଣ୍ଣୟର ଚୟନକାରୀ ଫାକଲ୍ଟି ବା ପ୍ରବୃତ୍ତିକୁ ମାୟା କୁହାଯାଏ। ଆମେ ମାୟା ସମ୍ପର୍କରେ ବହୁତ କଥା ଆଲୋଚନା କରିଲେଣି ସରଳ ଭାବରେ, ଏବଂ ଆଗକୁ ବି ଆହୁରି ବହୁତ କଥା ଆମେ ଜାଣିବାକୁ ପାଇବା, କାରଣ ଏହି ଚାପ୍ଟର ହେଉଛି ଦିବ୍ୟ ମାୟା। ମାୟା ହେଉଛି ଅସୀମ ଚେତନାର ଶକ୍ତି। ମାୟା ହେଉଛି ଅସୀମ ଚେତନାର ଶକ୍ତି, ଯାହାଦ୍ୱାରା ଅସୀମ ସତ୍ୟରୁ ନାମ ଓ ଗଠନକୁ ବୁଝାଯାଏ, ଧାରଣ କରାଯାଏ ଓ ମାପ କରାଯାଏ। ମାୟା ଦ୍ୱାରା ପରମ ସତ୍ତାଙ୍କ ମଧ୍ୟରୁ ସମସ୍ତ ସେପାରେଟିଭ କନସିୟସନେସ୍ ବା ପୃଥକୀକରଣ ଚେତନାର ପ୍ରତିବନ୍ଧକ ବିନା ଏକ ପ୍ରାତିଭାସିକ ସତ୍ତା ସୃଷ୍ଟି ହୁଏ। ମାୟାକୁ ଯଦି ଆମେ କ୍ଲାସିଫାଇ କରିବା, ବିଭକ୍ତିକରଣ କରିବା, ମାୟାକୁ 2 ପ୍ରକାର ବିଭକ୍ତିକରଣ କରିବା। ଗୋଟିଏ ହେଲେ ଉଚ୍ଚତର ମାୟା ଓ ଦ୍ୱିତୀୟ ହେଲେ ନିମ୍ନତର ମାୟା। ପ୍ରଥମ ମାୟା ମାଧ୍ୟମରେ ଅସୀମ ବା ପରମ ନିଜର ଚୟନ ଶକ୍ତି ବା ସିଲେକ୍ଟିଭ ପାୱାର ଦ୍ୱାରା ନିଜର ଆତ୍ମ ଅଭିବ୍ୟକ୍ତି ସ୍ଥିର କରନ୍ତି। ଏବଂ ଦ୍ୱିତୀୟ ମାୟା ମାନସିକ, ପ୍ରାଣିକ ଏବଂ ଭୌତିକ ଜଗତରେ ନିମ୍ନରେ ଲୀଳା କରନ୍ତି। ଆମେ ନିମ୍ନତର ମାୟାକୁ ଇଲ୍ୟୁଜନ ରୂପେ, ସାଧାରଣ ମାୟା କହିଲେ ଯାହା ବୁଝୁଛେ ଆଉ ସେଇଭଳି ଭାବେ କନଫ୍ୟୁଜ ହେବା ନାହିଁ। ଉଚ୍ଚତର ମାୟା ବିଶ୍ୱର ସୃଷ୍ଟି କରନ୍ତି, ଯାହା ନିମ୍ନତର ମାୟା କରିପାରନ୍ତି ନାହିଁ। ନିମ୍ନତର ମାୟାର ତାହା ଆକ୍ଟିଭିଟିର ବାହାରେ, ଏବିଲିଟିର ବାହାରେ। ନିମ୍ନତର ମାୟା ମନ, ପ୍ରାଣ ଓ ଶରୀରର ମଧ୍ୟବର୍ତ୍ତୀ ସ୍ତରରେ କାର୍ଯ୍ୟ କରନ୍ତି। ମନ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥିତି। ମନ ହେଉଛି ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥିତି, ଯାହା କୌଣସି ଜ୍ଞାନ ଦ୍ୱାରା ପରିଚାଳିତ ହୁଏ ନାହିଁ। ମାଇଣ୍ଡ ଇଜ ଏନ୍ ଇଣ୍ଟରମିଡିଏଟ୍ ଟର୍ମ। There is no knowledge that governs the working of the mind. It is seeking for knowledge all the time. ମନ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥିତି, ଯାହା କୌଣସି ଜ୍ଞାନ ଦ୍ୱାରା ପରିଚାଳିତ ହୁଏ ନାହିଁ, କିନ୍ତୁ ଏହା ସର୍ବଦା ଜ୍ଞାନର
ଅନ୍ୱେଷଣ କରିଥାଏ। ଆଉ ଥରେ ମୁଁ ପଢି ଦଉଛି, ଏଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ମତେ ଲାଗିଲା। ମାଇଣ୍ଡ ଇଜ ଏନ୍ ଇଣ୍ଟରମିଡିଏଟ୍ ଟର୍ମ, ଏକ ମଧ୍ୟବର୍ତ୍ତୀ କାଳୀନ ସ୍ଥିତି। ଦେର୍ ଇଜ ନୋ ନଲେଜ ଦ୍ୟାଟ୍ ଗଭର୍ଣ୍ଣସ ଦି ୱାର୍କିଂ ଅଫ୍ ଦି ମାଇଣ୍ଡ। ଏହା କୌଣସି ଜ୍ଞାନ ଦ୍ୱାରା ପରିଚାଳିତ ହୁଏ ନାହିଁ। ଇଟ୍ ଇଜ ସିକିଂ ଫର ନଲେଜ ଅଲ୍ ଦି ଟାଇମ୍। ଏହା ସର୍ବଦା ଜ୍ଞାନର ଅନ୍ୱେଷଣ କରି ଲାଗିଥାଏ। ନିମ୍ନ ମାୟାରେ ମନୁଷ୍ୟର ଆତ୍ମା କର୍ମ ବନ୍ଧନରେ ବନ୍ଦୀ ହୋଇ ରହିଛି। କର୍ମ ବନ୍ଧନରେ ବନ୍ଦୀ ହୋଇ ରହିଛି, ଇମ୍ପ୍ରିଜନ୍ଡ, ବାନ୍ଧି ନାହିଁ, ବନ୍ଦୀ ହୋଇ ରହିଛନ୍ତି, ଓ ଏହା ସୃଷ୍ଟି କରିବା ପାଇଁ ମୁକ୍ତ ନଥାଏ। କିନ୍ତୁ ଊର୍ଦ୍ଧ୍ୱତର ମାୟା ତାଙ୍କର ସୃଷ୍ଟି କରିବାରେ ଫ୍ରିଡମ୍ ରହିଛି। ଏଇଥିପାଇଁ ମନ ବିଶ୍ୱକୁ ବୁଝିବାରେ ଅକ୍ଷମ ହୋଇଥାଏ। ଏବଂ ଆମେ ମଧ୍ୟ କହିପାରିବା ଯେ ମନ ବିଶ୍ୱର ସୃଷ୍ଟିକର୍ତ୍ତା ମଧ୍ୟ ନୁହେଁ। ମନ ନା ବିଶ୍ୱକୁ ସୃଷ୍ଟି କରିଛି, ନା ମନ ବିଶ୍ୱକୁ ବୁଝିବାରେ ସକ୍ଷମ ଅଛି। ଏହା ବିଶ୍ୱକୁ ବୁଝିବାରେ ଅକ୍ଷମ ହୋଇଥାଏ। ଆସନ୍ତୁ, ମନ, ଇନଫାଇନାଇଟ୍ ମାଇଣ୍ଡ, ଅନନ୍ତ ମନ, ଇନଫାଇନାଇଟ୍ ମାଇଣ୍ଡ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା କହିଲେ ଆମେ ଯଦି କହିବା, ଆମେ ସାଧାରଣ ମନ ବୋଲି ଯାହାକୁ ବୁଝୁଛେ ତାହା ସେହି ମନ ନୁହେଁ। ଯଦି ଇନଫାଇନାଇଟ୍ ମାଇଣ୍ଡ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବୋଲି ଆମେ ଚିନ୍ତା କହୁଛେ, ତେବେ ସେଇ ଇନଫାଇନାଇଟ୍ ମାଇଣ୍ଡ ବି ଆମେ ଯୋଉ ସାଧାରଣ ମନ ନେଇ ବଞ୍ଚୁଛେ, ସାଧାରଣ ମନରେ ରହିଛେ, ସେହି ସାଧାରଣ ମନ ନୁହେଁ। ଏକ ମାନସିକ ଧାରଣା ଏହି ବିଶ୍ୱର ସୃଷ୍ଟିକର୍ତ୍ତା ନୁହେଁ। ପ୍ରଭୁ ସ୍ପଷ୍ଟ ଭାବେ କହିଛନ୍ତି। ଏପରେ ଆମେ ଏ ସମ୍ପର୍କରେ ଆଲୋଚନା ମଧ୍ୟ ରଖିବା ଯେ ଏକ ମାନସିକ ଧାରଣା, ଗୋଟେ ମେଣ୍ଟାଲ ଆଇଡିଆ କେବେ ହେଲେ ଏହି ବିଶ୍ୱର ସୃଷ୍ଟିକର୍ତ୍ତା ନୁହଁ। ଏ ପର୍ଯ୍ୟନ୍ତ ଆମ ମନରେ ପ୍ରଶ୍ନବାଚୀ ରହିଛି ଯେ ସେହି ଏକକ ସତ୍ତା, ଯିଏକି ଅନନ୍ତ, ଶାଶ୍ୱତ, ସମସ୍ତ ସୀମା ଓ ଆପେକ୍ଷିକତାରୁ ମୁକ୍ତ, ସେ କିପରି ସସୀମ ସୃଷ୍ଟି କରିପାରନ୍ତି? ଯେ ଅସୀମ, ସେ କେମିତି ସସୀମତା ଭିତରକୁ ଆସିଲେ? ଏହି ସସୀମ ସୃଷ୍ଟି କେମିତି କରିଛନ୍ତି? କିପରି ସୃଷ୍ଟି କରନ୍ତି ଏକ ସଂଘର୍ଷ, ଯନ୍ତ୍ରଣା, ଦୁଃଖ, ମନ୍ଦର, ଏଭିଲର ବିଶ୍ୱ? କିପରି ସେହି ଏକକ ସତ୍ତା ବିଶ୍ୱ ହୋଇପାରିଲେ? ମନୁଷ୍ୟର ମନ ପାଇଁ ଏହା ବୁଝିବା କଷ୍ଟକର, କାରଣ ମନ ହେଉଛି ସସୀମ। ସସୀମ ମନ କେବେ ବି ସେହି ଅସୀମ ଅନନ୍ତକୁ ଆଉ ସେହି ଅସୀମ ପରମଙ୍କୁ ବୁଝିବା ସମ୍ଭବ ନୁହେଁ। ଏଇ ଯୋଉ ତିନୋଟି ପ୍ରଶ୍ନ ରହିଲା, ଏଇ ତିନୋଟି ପ୍ରକ୍ରିୟାର ଉତ୍ତର ଅନନ୍ତଙ୍କର ତ୍ରିକ ସ୍ପନ୍ଦନ ହୋଇପାରେ। ଯୋଉ ट्रिपल मुवमेंट बा त्रिय बा त्रिक स्पंदन हो पारे। मन जहाँ को त्रिय प्रक्रिया रूपे अनुमान करे, से तीन प्रक्रिया संपर्क टिके आलोचना रखिबा। प्रथम प्रक्रिया है दिव्यंकर अवचेतन मध्य को इनकनसाइट मध्य को इनवल्यूशन बा निवर्तन। आमे जहाँ को अनंत और शाश्वत रूपे देखू, से किपरि निजको निजर संपूर्ण विपरीत किछि मध्य को निवर्तित हुंती, ये गोटे बड़ प्रश्न। जे अनंत, जे शाश्वत, से केमिति निजको संपूर्ण भावरे निजर विपरीत किछि मध्य को निवर्तित हुंती? निवर्तित हेइछन्ति, या सत्य आमे जानिछे जे निवर्तन माध्यम रे परम जो स्तर देकी सब विभिन्न स्तर देकी शेषर आसिक निश्चेतना मध्य पहुंचती, इनकनसाइट मध्य पहुंचती। एवं तापरे पुणी आमे देखुचे परवर्ती समय रे विवर्तन माध्यम रे द्वितीय प्रक्रिया हला विवर्तन बा पुनः उन्मेष बा पुनः उत्थान, जहाँ निश्चेतना रु पुनः सही दिव्य रे परिणत हेबे। सही असीम एकक सत्ता
ଯେ ନିଶ୍ଚେତନା ମଧ୍ୟକୁ ନିବର୍ତ୍ତିତ ହୋଇଛନ୍ତି ଏବଂ ସେଠାରୁ ଊର୍ଦ୍ଧ୍ୱାୟିତ ହୋଇ ଜଡ଼ ପ୍ରାଣ ଓ ମନର ତ୍ରିବିଧତା ଭିତରକୁ ଉନ୍ମେଷ ହେଉଛନ୍ତି ଏବଂ ଏହା ମନୁଷ୍ୟର ପ୍ରାଣ ତଥା ଚିନ୍ତାଶୀଳ ମନସତ୍ତାରେ ପରିଣତ ହେଉଛନ୍ତି। ପ୍ରଥମ ପ୍ରକ୍ରିୟାରେ ପ୍ରଭୁ ନିମ୍ନକୁ ଆସିଛନ୍ତି। ଆମେ ମା ବହିରେ ବି ଏକଥା ପଢିଛେ, ବାରମ୍ବାର ବି ଏକଥା ପଢିଲେଣି, ଏହା ଜାଣିଲେଣି ଯେ ଇନଭଲ୍ୟୁସନ ବିନା, କାଲି ବି ଆଲୋଚନାରେ ଆସିଥିଲା, ତା ଆଗରୁ ବି ଜଗତ ଭାଇ ବି ସ୍ପଷ୍ଟ ଭାବେ ରଖିଥିଲେ ଏହା, ଯେ ଇନଭଲ୍ୟୁସନ ନଥିଲେ ଇଭଲ୍ୟୁସନ ସମ୍ଭବ ନୁହେଁ। ଯେହେତୁ ଅନନ୍ତ ସମ୍ଭାବନାକୁ ସେଇ ଅସୀମ ସସୀମତାରେ ପରିଣତ କରିଛନ୍ତି ଆଉ ସସୀମ ଭିତରେ ଅନନ୍ତ ଅସୀମତା ରହିଛି, ତେଣୁ ସେହି ସମ୍ଭାବନା ମଧ୍ୟରୁ ପୁଣି ଥରେ ସବୁ କିଛି ବିକଶିତ ହୋଇ ବିବର୍ତ୍ତିତ ହୋଇ ପୁଣି ସେଇଠି ଯୋଉଠୁ ଷ୍ଟାର୍ଟ କରିକି ତଳକୁ ଆସିଥିଲେ ଊର୍ଦ୍ଧ୍ୱତର ଗତି ନେଇ ସେଇଠି ପହଞ୍ଚି ପାରିବା। ତୃତୀୟ ପ୍ରକ୍ରିୟାଟି ହେଉଛି ତାହା ସେଇ ଏକକ ସତ୍ତାଙ୍କର ବିଶ୍ୱରେ ଲୀଳା ବା କାର୍ଯ୍ୟଧାରା। ଏହି ପ୍ରକ୍ରିୟାଟି ସଚିଦାନନ୍ଦଙ୍କର ପୁନଃଉତ୍ଥାନ ବା ରିକଭରି ସହ ଶେଷ ହେବ। ଏଟା ବହୁତ ଇମ୍ପୋର୍ଟାଣ୍ଟ, ଏ ସମ୍ପର୍କରେ ଆଲୋଚନା ହେଇଛି, ଆଗକୁ ମଧ୍ୟ ହବ। ଯେ ତୃତୀୟ ପ୍ରକ୍ରିୟାଟି ହେଉଛି ଏକକ ସତ୍ତାଙ୍କର ବିଶ୍ୱରେ ଲୀଳା ବା କାର୍ଯ୍ୟଧାରା। ବିଶ୍ୱରେ ଯୋଉ ଲୀଳା ଚାଲିଛି ବା ଯୋଉ କାର୍ଯ୍ୟଧାରା ଚାଲିଛି, ସେଇ ପ୍ରକ୍ରିୟାଟି ମାଧ୍ୟମରେ ସଚିଦାନନ୍ଦ ସେଇ ନିବର୍ତ୍ତିତ ଅବସ୍ଥାରୁ, ଇନକନସାଇଣ୍ଟରୁ ସବକନସାଇଣ୍ଟ ଦେଇ, ବିଭିନ୍ନ ସ୍ତର ଦେଇ ଏଇ ଯୋଉ ମନମୟ ଏଇ ଯୋଉ ରୂପମୟ ସତ୍ତା, ତାପରେ ପ୍ରାଣମୟ ସତ୍ତା, ମନମୟ ସତ୍ତା ଦେଇ ବିଭିନ୍ନ ସ୍ତର ଦେଇ, ତାପରେ ମନର ବିଭିନ୍ନ ସ୍ତର ଦେଇ ସୁପର ମାଇଣ୍ଡ, ଏବଂ ପରେ ସେହି ସଚିଦାନନ୍ଦଙ୍କ ପାଖରେ ଆଉ ଥରେ ଯାଇ ତାଙ୍କର ପହଞ୍ଚିବା ସହ ବା ପୁନଃଉତ୍ଥାନ ସହ ସେଇ ରିକଭରି ପ୍ରୋସେସ ଶେଷ ହେବ। ଗୋଟିଏ ଏଇ ତିନୋଟି ପ୍ରକ୍ରିୟା ଗୋଟେ ଇସ୍ୟୁକୁ ଆମର ପ୍ରାୟ ସଲ୍ଭ କରୁଛି। ତାପରେ ଦ୍ୱିତୀୟ ଇସ୍ୟୁଟି ଆସୁଛି, ଦ୍ୱିତୀୟ ପ୍ରଶ୍ନଟି ହେଉଛି what could be the actual process by which the reality, the one infinite reality, turns itself into phenomenal this world। କେଉଁ ପ୍ରକୃତ ପ୍ରକ୍ରିୟା ମଧ୍ୟ ଦେଇ ସେହି ଏକକ ବ୍ରହ୍ମ ବା ସେହି ଏକକ ବାସ୍ତବତା ବା ଅସୀମ ବାସ୍ତବତା ନିଜକୁ ଏହି ପ୍ରାତିଭାସିକ ଜଗତକୁ ପରିବର୍ତ୍ତିତ ହୋଇଛନ୍ତି। ସେ ଟର୍ନସ ଇଣ୍ଟୁ ଲେଖିଛନ୍ତି, କିଭଳି ଏହି ପ୍ରାତିଭାସିକ ଜଗତକୁ ପରିବର୍ତ୍ତିତ ହୋଇଛନ୍ତି। ଏହା ଏହାର ନିଶ୍ଚିତ ରୂପେ କିଛି ନିୟମ ହୋଇ ରହିଥିବ। ଆଗକୁ ଏଇଟା ଅଛି, ମୁଁ କହିଛି ପୂର୍ବାପର ସଂଗତି ଟିକେ କରିବା, ଏଇଟା ପରେ ଆସିବ ଏଇ ଜିନିଷଟା। ଆହୁରି ସୁନ୍ଦର ଭାବେ ଆମେ ଯେତେବେଳେ ପଢିବା, ଭାଇ ବାପା ମାନେ ଏହାକୁ ବ୍ୟାଖ୍ୟା କରିବେ ନିଶ୍ଚିତ। ଏହା ନିଶ୍ଚିତ ରୂପେ କିଛି ନିୟମ ଦେଇ ହୋଇଥିବ। ଯେକୌଣସି ଜିନିଷ ଯେତେବେଳେ ହୁଏ, ଦେଖନ୍ତୁ ଜଡ଼ ସ୍ତରରେ ବି ଯେତେବେଳେ କିଛି ହଉଛି, କିଛି ନିୟମକୁ ସେ ମାନିକି ହୁଏ। ଏହା ସତ୍ୟ ନୁହେଁ ଯେ ତାଙ୍କର ବାହାରେ ରହିଥିବା କିଛି ଦ୍ୱାରା ସେ କାର୍ଯ୍ୟକ୍ରମ ହୋଇଛନ୍ତି। ଏମିତି କିଛି ବାହାରେ ରହିକି ଡାଇରେକ୍ସନ ଦେଇଛନ୍ତି, ଆଉ ସେଇ ଡାଇରେକ୍ସନରେ ଏଇ ଜିନିଷ କାର୍ଯ୍ୟକାରୀ ହଉଛି। ଏଇ ଯୋଉ ପ୍ରାତିଭାସିକ ଜଗତକୁ ପରିବର୍ତ୍ତିତ ହୋଇଛନ୍ତି ଅନନ୍ତ ଏକକ, ତାହା ନୁହେଁ। ଏହା ନିଶ୍ଚିତ ରୂପରେ କିଛି ନିୟମ ଦେଇ ହୋଇଛି, କିନ୍ତୁ ଏହା ସତ୍ୟ ନୁହେଁ ଯେ ତାଙ୍କର ବାହାରେ ରହିଥିବା ସେଇ ପରମ ଏକଙ୍କ ବାହାରେ ଥିବା କିଛି ସେ ଏହାକୁ କାର୍ଯ୍ୟକ୍ରମ କରିଛନ୍ତି। ତେବେ ଏହା ନିଶ୍ଚିତ ରୂପେ ଏକ ଆତ୍ମ ନିର୍ଣ୍ଣୟକାରୀ ଶକ୍ତି ଦ୍ୱାରା, ସେଲ୍ଫ ଡିଟରମିନିଂ ଫୋର୍ସ ଦ୍ୱାରା ହୋଇଥିବ। ଏବଂ ସେଇ ସେଲ୍ଫ ଡିଟରମିନିଂ ଫୋର୍ସ, ଆତ୍ମ ନିର୍ଣ୍ଣୟକାରୀ ଶକ୍ତିର କାର୍ଯ୍ୟରେ ବା ପ୍ରକ୍ରିୟାରେ ନିଶ୍ଚିତ ରୂପେ ଏକ ପ୍ରକାର ସିଲେକ୍ଟିଭ ପାୱାର ବା ଏକ ସ୍ୱତନ୍ତ୍ର ଶକ୍ତି ଦ୍ୱାରା ହୋଇଥିବ। ଏଇ ଯାହା ସବୁ ହେଇଛି ନିଶ୍ଚିତ ଭାବରେ କୌଣସି ବାହ୍ୟ ଶକ୍ତି ଦ୍ୱାରା ହେଇନାହିଁ, ଏକ ଆତ୍ମ ନିର୍ଣ୍ଣୟକାରୀ ଶକ୍ତି ଦ୍ୱାରା
ହେଇଥିବ ଏବଂ ସେହି ଆତ୍ମନିର୍ଣ୍ଣୟକାରୀ ଶକ୍ତିର କାର୍ଯ୍ୟରେ ବା ପ୍ରକ୍ରିୟାରେ ଏକ ପ୍ରକାର ସ୍ୱତନ୍ତ୍ର ଶକ୍ତି ନିଶ୍ଚିତ ଭାବରେ ଏହାକୁ କରେଇଥିବେ। ଯେତେବେଳେ ଜଣେ ଏକ ସଂକଳ୍ପ ନେଇଥାଏ, ପରେ ଏଇଟା ଆସିବ, ପ୍ରଭୁ ଗୋଟେ ସୁନ୍ଦର ଏକ୍ସାମ୍ପଲ ଦେଇଛନ୍ତି। ଯେତେବେଳେ ଜଣେ ଏକ ସଂକଳ୍ପ ନେଇଥାଏ, ଏହା ନିଜ ସମ୍ମୁଖରେ ରହିଥିବା ସାମଗ୍ରୀରୁ ଏକ ସିଲେକ୍ଟ କରି ବା ଚୟନ କରି କରିଥାଏ। ଆମ ଆଗରେ ବହୁତ ଗୁଡେ ଅପସନ ରହିଛି, ଆମ ଆଗରେ ବହୁତ ଗୁଡେ ସମ୍ଭାବନା ରହିଛି। ଆମେ ଯେତେବେଳେ ଗୋଟେ ଚିନ୍ତା କରୁଛେ, ଯେତେବେଳେ ଗୋଟେ ସଂକଳ୍ପ ନେଉଛେ, ଆମ ଆଗରେ ଯୋଉ 2ଟା 4ଟା 6ଟା 10ଟା ଯେତିକି ଆମ ପାଖରେ ଅପସନ ରହିଛି, ତା ଭିତରୁ ଗୋଟେ ଅପସନକୁ ହିଁ ନେଉଛେ। ଯୋଉ ସମ୍ଭାବନା ଆଜି ରହିଛି ସେଇ ସମ୍ଭାବନା ମଧ୍ୟରୁ ଗୋଟେ ନେଉଛେ, ଯାହା ନାହିଁ ଆମ ପାଖରେ ସେଇଠୁ ନଉନେ। ଯେମିତି ଉଦାହରଣ ସ୍ୱରୂପ ପ୍ରଭୁ କହୁଛନ୍ତି, ଭଗବାନ ଚାହାନ୍ତି ଯେତେବେଳେ ଭଗବାନ କହନ୍ତି ଆଲୋକ ହଉ, ଆଲୋକ ହୋଇଯାଏ। କେମିତି ହୁଏ? ଏହାର ଅର୍ଥ ହେଲା ସେତେବେଳେ ସେଇ ଅନନ୍ତ ବା ଭଗବାନଙ୍କ ମଧ୍ୟରେ ଅସୀମ ସମ୍ଭାବନା ରହିଥିଲା। ଆଲୋକ ଓ ଅନ୍ଧକାର ଉଭୟ ରହିଥିଲେ। ଯେହେତୁ ଆଲୋକ ରହିଥିଲେ ଓ ଅନ୍ଧକାର ରହିଥିଲେ, ପ୍ରଭୁ ଯେତେବେଳେ ଚାହିଁଲେ ଆଲୋକିତ ହଉ, ସେ ଆଲୋକିତ ହେଲେ। ଅନ୍ଧକାର ସେତେବେଳେ ସେ ଏକ୍ସପ୍ରେସ ନ କରିକି ରହିଥିଲେ। ଉଭୟ ରହିଥିଲେ ଏବଂ ପରମଙ୍କର ଆତ୍ମନିର୍ଣ୍ଣୟକାରୀ ଏବଂ ଏକ ନିର୍ଦ୍ଦିଷ୍ଟ ଚୟନ ମାଧ୍ୟମରେ ଆଲୋକ ଅସ୍ତିତ୍ୱକୁ ଆସିଥିଲା ଏବଂ ବାସ୍ତବତାରେ ପରିଣତ ହୋଇଥିଲା ଏବଂ ଆଲୋକ ଛଡା ଅନ୍ୟଠାରୁ ନିଜକୁ ସଂରକ୍ଷିତ କରି ରଖିଥିଲା। ଅନ୍ୟ କିଛି ଆଲୋକ ଛଡା, ଯେହେତୁ ପ୍ରଭୁ ଚାହିଁଛନ୍ତି ଆଲୋକିତ ହଉ, ତେଣୁ ଆଲୋକ ହିଁ ସେଇଠି ଆସିଥିଲା। ଅନ୍ୟ ସବୁ କୋଠୁ ସେ ନିଜକୁ ସଂରକ୍ଷିତ କରି ରଖିଥିଲା। ଏହି ପୂର୍ବାପର ସଂଗତି ସହିତ ଆମେ ଆଜିର ପାରାଗ୍ରାଫରେ ପ୍ରବେଶ କରିବା। ଆଜିର ପାରାଗ୍ରାଫ ପ୍ରକୃତରେ ବହୁତ ଛୋଟିଆ ଏବଂ ଏହା ଚତୁର୍ଥ ପାରାଗ୍ରାଫ ସହିତ ମଧ୍ୟ ଲିଙ୍କ। ଯୋଉଠି ଲିଙ୍କ ଅଛି ଆମେ ତାର ବି ଟିକେ ଏଇ ପୂର୍ବାପର ସଂଗତି ଭିତରେ କଥା ହେଲେଣି, ତଥାପି ଯୋଉଠି ଦରକାର ପଡିବ ଆଉ ଥରେ ପୁଣି ଆମେ ଚତୁର୍ଥ ପାରାକୁ ଯିବା। କାଲି ଯେହେତୁ ଭାଇ ଭାରି ସୁନ୍ଦର ଭାବରେ ଏବଂ ତା ଆଗରୁ ଜଗତ ଭାଇ ସୁନ୍ଦର ଭାବରେ ଆଲୋଚନା କରିସାରିଛନ୍ତି, ମୁଁ କହିଲେ ହୁଏତ ତାହା କନଫ୍ୟୁଜନ ସୃଷ୍ଟି କରିପାରେ। ତଥାପି ଯୋଉଠି ଆବଶ୍ୟକ ହବ ଆମେ ପ୍ରଭୁଙ୍କର ରଚନା ଏବଂ ଚେତ ଭାଇଙ୍କ ଅନୁବାଦକୁ ନେଇ ଆଲୋଚନା କରିବା ବା ପଢିକି ଆଉ ଥରେ ଟିକେ ରିମାଇଣ୍ଡ କରିବା। ପାରାଗ୍ରାଫଟା ପ୍ରଥମରେ ପଢି ଦଉଛି, ବହୁତ ଛୋଟିଆ ପାରାଗ୍ରାଫଟିଏ। It is so that the ancient and eternal truth of Vedanta receives into itself and illumines, justifies, and shows us all the meanings of the modern and phenomenal truth of evolution in the universe. Pratham Vakya. And it is so only that this modern truth of evolution, which is the old truth of universal developing itself successively in time, seen opaquely through the study of force and matter, can find its own full sense and justification by illuminating itself with the light of the ancient and eternal truth still preserved for us in the Vedantic scriptures. Tritiya Vakya hala, to this mutual self-discovery and self-illumination by the fusion of the old Eastern and the new Western knowledge, the thought of the world is already turning. तो ओडिया अनुवाद को भी पढ़िबा, तापर लाइन बाय लाइन जिबा। एहीपरि एक विश्लेषण द्वारा वेदांतर प्राचीन और शाश्वत सत्य आधुनिक विवर्तनवादर व्यावहारिक विश्व सत्यटिକୁ अपना भितर ग्रहण करि नै थाए, ताहा उपरे आलोकपात करी ताहार औचित्य प्रदान करि थाए एवं आमको ताहार सकल अर्थ गुड़िक दर्शाई देई थाए। शक्ति और जड़र अध्ययन माध्यम आधुनिक विज्ञान कालर आधार उपरे पर्यायक्रमे विश्वमय पुरुष आपना को विकसित करिबारे लागिछि बोली घोषणा करि आसिथिबा सेही प्राचीन
ସତ୍ୟଟିର ଯେତିକି ଅସ୍ପଷ୍ଟ ଜ୍ଞାନ ପାଇବାକୁ ସମର୍ଥ ହୋଇଛି ତାହାକୁ ହିଁ କ୍ରମ ବିବର୍ତ୍ତନବାଦ ବୋଲି କୁହାଯାଉଛି। ବୈଦିକ ଗ୍ରନ୍ଥ ଗୁଡ଼ିକ ଆମ ଲାଗି ଏବେ ମଧ୍ୟ ସୁରକ୍ଷିତ ହୋଇ ରହିଥିବା ସେହି ପ୍ରାଚୀନ ଓ ଚିରନ୍ତନ ସତ୍ୟର ଆଲୋକ ଦ୍ୱାରା ଆପଣାକୁ ଆଲୋକିତ କରିପାରିଲେ ଯାଇ ଆଧୁନିକ ବିବର୍ତ୍ତନବାଦ ଆପଣାର ସମ୍ପୂର୍ଣ୍ଣ ଅର୍ଥ ଓ ଔଚିତ୍ୟଟିକୁ ଆବିଷ୍କାର କରିପାରିବ। ପ୍ରାଚ୍ୟର ପ୍ରାଚୀନ ତଥା ପାଶ୍ଚାତ୍ୟର ନୂତନ ଜ୍ଞାନରେ ଏକ ସମ୍ମିଳନ ଘଟାଇ ଏହି ପାରସ୍ପରିକ ଆତ୍ମ ଆବିଷ୍କାର ଓ ଆତ୍ମ ଦୀପନ ଆଡ଼କୁ ଅଗ୍ରସର ହେବାର ସଂକେତମାନ ଆମ ପୃଥିବୀରେ କ୍ରମେ ଦେଖା ଦେବାକୁ ଲାଗିଲାଣି। ଏଇଠି ଗୋଟେ କଥା ଆସିଲା, ବିବର୍ତ୍ତନ ଉପରେ ଟୁ ସ୍କୁଲ୍ସ ଅଫ୍ ଥଟ୍ସ ପ୍ରଭୁ ଆଣିଛନ୍ତି। ଗୋଟେ ଏନ୍ସିଏଣ୍ଟ ଇଷ୍ଟର୍ନ ସ୍କୁଲ ଅଫ୍ ଥଟ୍ and modern western school of thought. ତ ଆମେ ଯଦି ancient eternal truth ବେଦର ସେହି ପ୍ରାଚୀନ ତଥା ଶାଶ୍ୱତ ସତ୍ୟକୁ ନେବା, ଆଧୁନିକ ବିବର୍ତ୍ତନବାଦର ବ୍ୟବହାରିକ ବିଶ୍ୱ ସତ୍ୟଟିକୁ ଯାହା ଆପଣା ଭିତରେ ବେଦାନ୍ତର ପ୍ରାଚୀନ ସତ୍ୟକୁ ଆପଣା ଭିତରେ ଗ୍ରହଣ କରିନେଇଥାଏ ତାହା ଉପରେ ଆଲୋକପାତ କରି ତାହାର ଔଚିତ୍ୟ ପ୍ରତିପାଦନ କରିଥାଏ ଏବଂ ଆମକୁ ତାହାର ସକଳ ଅର୍ଥ ଗୁଡ଼ିକ ଦର୍ଶାଇ ଦେଇଥାଏ। ତ ଏଇ ଯୋଉ ଆଧୁନିକ ବିବର୍ତ୍ତନବାଦଟା କ'ଣ? ବେଦାନ୍ତରେ ଆମେ ଏ ପର୍ଯ୍ୟନ୍ତ ପଢିଲେଣି। ଆମେ ଯଦି ଆର ପୂର୍ବ ପାରାଗ୍ରାଫକୁ ନେଇକି ଦେଖିବା ଯେ ଇନଭଲ୍ୟୁସନ ଆଉ ଇନଭଲ୍ୟୁସନ ପରେ ଇଭଲ୍ୟୁସନ, ଇନଭଲ୍ୟୁସନ ହେଇଛି, ଇନଭଲ୍ୟୁସନ ପରେ ଇଭଲ୍ୟୁସନ ହେଇଛି। ପରମ ବା ଏକକ ବାସ୍ତବ ସେ ଚାହିଁଛନ୍ତି ପ୍ରକାଶ ହେବାର ଆନନ୍ଦ ପାଇବା ପାଇଁ ଏବଂ ପ୍ରକାଶର ଆନନ୍ଦ ରୂପାୟନର ଆନନ୍ଦ ପାଇଁ ସେ ନିଜକୁ ରୂପାୟିତ କରିବା ଆରମ୍ଭ କରିଛନ୍ତି। ଅସୀମରୁ ସସୀମକୁ ଯାଉଛନ୍ତି ଏବଂ ସେ ଏଇଥିରେ ବିଭିନ୍ନ ସ୍ତର ଦେଇକି ଊର୍ଦ୍ଧ୍ୱରୁ ନିମ୍ନକୁ ଆସି ସେ ସମ୍ବୃତ ବା ଇନଭଲ୍ଭ ହେଇକି ସେ ନିଶ୍ଚେତନା ଭିତରକୁ ଯାଉଛନ୍ତି। ଏବଂ ଯେହେତୁ ସେ ଗୋଟେ ବାଟରେ ନିର୍ଦ୍ଦିଷ୍ଟ ପଥ ଦେଇକି ସେ ଯାଇଛନ୍ତି, ସେଇ ପଥ ଦେଇକି ଇଭଲ୍ୟୁସନ ଯାଉଛି। ଏଟା ହେଲା ଆମର ଏନ୍ସିଏଣ୍ଟ ସ୍କୁଲ ଅଫ୍ ଥଟ୍, ଯୋଉଟା ପ୍ରଭୁ ଗ୍ରହଣ କରିଛନ୍ତି ଆଉ ଆମେ ବି ତାହା ଉପରେ ବିଶ୍ୱାସ କରୁଛେ। କିନ୍ତୁ ୱେଷ୍ଟର୍ନ ସ୍କୁଲ ଅଫ୍ ଥଟ୍ କହୁଛି ପ୍ରଥମରେ କିଛି ମାନେ କିଛି ନଥିଲା, କୌଣସି କାରଣବଶତଃ ଏଇ ବ୍ରହ୍ମାଣ୍ଡର ଗୋଟିଏ ତାରକା ପୁଞ୍ଜରୁ ଗୋଟିଏ ଆମେ ଯୋଉ କହୁଛେ ମିସ୍ କରିଗଲି, ସେ ଯାହା ଆମର ଯୋଉ ନବଗ୍ରହ ସୂର୍ଯ୍ୟ ଏବଂ ଅନ୍ୟାନ୍ୟ ଗ୍ରହମାନଙ୍କୁ ନେଇକି ଯୋଉ ସୃଷ୍ଟି ହେଇଛି, ସେଇଠୁ ଆମେ ଦେଖୁଛେ କିଛି ବି ନଥିଲା। ସୂର୍ଯ୍ୟଙ୍କର କିଛି ଅଂଶ ଗ୍ରହମାନେ ଗ୍ରହ ରୂପ ନେଲେ ଏବଂ ତାପରେ ଦେଖିଲେ ଯେ ସେହି ଗ୍ରହ ଭିତରୁ ଗୋଟିଏ ମାତ୍ର ଗ୍ରହ ପୃଥିବୀ, ଯୋଉଠିକି ଆମେ ଦେଖୁଛେ ବିବର୍ତ୍ତନଟା ସମ୍ପୂର୍ଣ୍ଣ ଭାବେ ଭିଜିବଲି ଆକ୍ଟିଭ ହେଇଛି। ଏ ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଆଉ କିଛି ପୃଥିବୀ ରହିଛି କି ନାହିଁ ଆମେ ତ କହିପାରିବା ନାହିଁ। କାହିଁକି କେତେ କୋଟି ତାରା ଆଉ କେତେ କୋଟି ନିହାରିକା ମଧ୍ୟରେ, କେତେ ପୁଞ୍ଜ ମଧ୍ୟରେ କେତେ ଗ୍ରହ ନକ୍ଷତ୍ର ରହିଛନ୍ତି, ସେ ଭିତରେ କୋଉଠି ତାହା ରହିଛି ନ ରହିଛି ଏପର୍ଯ୍ୟନ୍ତ ଆଧୁନିକ ବିଜ୍ଞାନ କିଛି ତଥ୍ୟ ଦେଇପାରୁନି। ସେ ଯାହା ହଉ, ଯେତେବେଳେ ଆମେ ବିବର୍ତ୍ତନ କଥା କହିବା, ପ୍ରଥମେ କିଛି ନଥିଲା, ସେଇଠି ଗୋଟେ ସୂର୍ଯ୍ୟଙ୍କର ଏକ ଅଂଶ ଆସିଲେ ଏବଂ ତାହା ଏକ ଗ୍ରହ ରୂପେ, ପୃଥିବୀ ରୂପେ ବା ଆମେ ଯାହାକୁ ବିଶ୍ୱ ରୂପେ କହୁଛେ ସେଇ ଆକୃତି ନେଇକି ରହିଲେ। ପ୍ରଥମେ ତାହା ଏକ ଉତ୍ତପ୍ତ ପିଣ୍ଡ, ତାପରେ ଶହ ଶହ ବର୍ଷ ଧରି କେବଳ ବର୍ଷା ହିଁ ବର୍ଷା ଏବଂ ତାର ଶୀତଳୀକରଣ। ସେଇଠୁ ଆମେ ଦେଖୁଛେ ଯେ
ଜଳଭାଗ ଓ ସ୍ଥଳଭାଗ ଉତ୍ପନ୍ନ ହୋଇଥିଲା। ଜଳ ଓ ସ୍ଥଳଭାଗ କାଲି ଭାଇ ଯୋଉ କହିଥିଲେ, ଯୋଉ ଆମର ଉର୍ଦ୍ଧ୍ୱରେ ଯୋଉ ଜଳ ରହିଛନ୍ତି ଆଉ ଯୋଉଠୁ ଆମର ପଞ୍ଚଭୂତର ସୃଷ୍ଟି କଥା, ସେଇ କଥା ପୁଣି ତାର ରିପିଟେସନ ହେଇଛି। ଆମେ ଦେଖିଛେ ଜଳ ଓ ସ୍ଥଳଭାଗ ସୃଷ୍ଟି ହେଇଛି ଏବଂ ସେଇଭଳି ଭାବରେ ଯୋଉ ପଞ୍ଚଭୂତ, ଯୋଉ ସଏଲ ରହିଛି, ୱାଟର ରହିଛି, ଭେରିୟସ୍ ଗ୍ୟାସେସ୍ ଆସିଛନ୍ତି ଏବଂ ସେମାନଙ୍କର କମ୍ବିନେସନରେ, ପ୍ରଥମ କମ୍ବିନେସନରେ ଆପଣ ବିଜ୍ଞାନର ଛାତ୍ର ହିସାବରେ ଆମେ ସେଟା ଜାଣିବା, ଆପଣମାନେ ବି ନିହାତି ଜାଣିବା ଦରକାର ଯେ ତିନୋଟି ଏଲିମେଣ୍ଟ, କାର୍ବନ ଅଙ୍ଗାରକ, ଉଜାନ ହାଇଡ୍ରୋଜେନ ଆଉ ଅକ୍ସିଜେନ ବା ଅମ୍ଳଜାନର ଗୋଟେ ଆକ୍ସିଡେଣ୍ଟାଲ କମ୍ବିନେସନ ହେଇଛି। ଆଉ ସେଇ ଆକ୍ସିଡେଣ୍ଟାଲ କମ୍ବିନେସନରୁ ପ୍ରଥମ ଅର୍ଗାନିକ ମ୍ୟାଟର ତିଆରି ହେଇଛି ଏବଂ ତାପରେ ଯାହା ଆମେ କହୁଛେ ଜୀବନର ମୂଳ, ସେଇ ଯୋଉ ପ୍ଲାଜମ, ଆମେ ପ୍ଲାଜମ କଥା ବି ଆଲୋଚନା କରିଥିଲେ ପ୍ରଥମ ପାରାଗ୍ରାଫରେ। ସେଇ ପ୍ଲାଜମର କଥା ଆସିଛି। ପ୍ରୋଟୋପ୍ଲାଜମ ଯୋଉଟାକୁ ବେସିସ୍ ଅଫ ଲାଇଫ ବୋଲି କହୁଛେ ଆମେ, ଫିଜିକାଲ ବେସିସ୍ ଅଫ ଲାଇଫ ବୋଲି କହୁ ବାୟୋଲୋଜିରେ, ତାର ସୃଷ୍ଟି ହୋଇଛି ଏଇ ଯୋଉ କାର୍ବନ, ହାଇଡ୍ରୋଜେନ ଆଉ ଅକ୍ସିଜେନର ଗୋଟେ ଆକ୍ସିଡେଣ୍ଟାଲ କମ୍ବିନେସନ। ଆଉ ତାହା ଏମିତି ଆସିଛି ଯେ ସିଏ ନିଜକୁ ପୁଣି ଆଉ ଥରେ ପ୍ରଡ୍ୟୁସ କରିପାରିଛି। ମୁଁ ଆମର ସାଇଣ୍ଟିଫିକ ଇଭଲ୍ୟୁସନର କଥା କହୁଛି ଏବଂ ଏଇଭଳି ଅବସ୍ଥାରେ ଲକ୍ଷ ଲକ୍ଷ ବର୍ଷ ଗଲା ପରେ ଆମେ ଦେଖୁଛେ ଯେ ଅତି ସରଳ ଏକକୋଷୀ ଉଦ୍ଭିଦର ସୃଷ୍ଟି ହୋଇଛି। କାଲି ଭାଇ ଯାହାକୁ ଶୈବାଳ ବୋଲି କହୁଥିଲେ, ଆମେ ଆଲଜି କହୁ, ଆଲଗା। ଏବଂ ତାପରେ ଦେଖୁଛେ ଏଇ ଯୋଉ ବିବର୍ତ୍ତନ ପ୍ରକ୍ରିୟାରେ, ଯୋଉଟାକୁ ଆମେ ଗୋଟେ ସିମ୍ପଲ, ଗୋଟେ ବହୁତ ସରଳ, ବହୁତ ଲମ୍ବା ପ୍ରକ୍ରିୟା ବୋଲି କହୁ, ଯାହା ମାଧ୍ୟମରେ ଆମେ ଦେଖୁଛେ ସରଳରୁ ଜଟିଳ, ଅତି ସରଳ ଏକକୋଷୀ ଉଦ୍ଭିଦ ପ୍ରାଣୀରୁ ଜଟିଳ ବହୁକୋଷୀ ଉଦ୍ଭିଦ ପ୍ରାଣୀର ଇଭଲ୍ୟୁସନ ବା ବିବର୍ତ୍ତନ ହବ। ତେବେ ପ୍ରଥମରେ କିଛି ନଥିଲା, ସେଇଠୁ ଗୋଟେ ଗୋଟେ ଜିନିଷ ସୃଷ୍ଟି ହେଇକି ତାପରେ ଦେଖୁଛେ ଆମେ ଯେ ପ୍ରଥମରେ ମେଟରରୁ ଆସିଲା, ମେଟରରୁ ଆସିକି ଅର୍ଗାନିକ ମ୍ୟାଟର ଟିକେ ହେଲା, ସେ ଅର୍ଗାନିକ ମ୍ୟାଟର ରିପ୍ରଡ୍ୟୁସ କଲା, ପ୍ରୋଟୋପ୍ଲାଜମ ରୂପେ ଏଷ୍ଟାବ୍ଲିଶ ହେଲା। ତା ଭିତରେ ଥିବା ଶକ୍ତି, ସେଇ ଶକ୍ତିର ବିଭିନ୍ନ ବିଭାଜନ, ଅସଂଖ୍ୟ ବିଭାଜନ, ଅସଂଖ୍ୟ ଭେରିଏବିଲିଟି ଆଣିଲା। ବହୁ ପ୍ରକାର ରୂପାୟନରେ ସେ ବିଭିନ୍ନ ପ୍ରକାର ଅଣୁ ପରମାଣୁ ସବୁ ତିଆରି କରି ତାହାକୁ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀରେ ପ୍ରକାଶିତ କଲା। ଯୋଉ ବାୟୋଡାଇଭରସିଟି ଆମେ କହୁଛେ, ସମସ୍ତେ ନିଶ୍ଚିତ ଭାବରେ ଥରେ ଅଧେ ଶୁଣିଥିବେ। ତେବେ ଏଇ ଯୋଉ ପ୍ରକ୍ରିୟା ରହିଲା, ମୁଁ ଅତି ଛୋଟ କହିଲି, ଏଇ କଥା କହିଲେ ତ ଆମେ ଏଇଟାକୁ ଜଗତ ଭାଇ ଜାଣନ୍ତି, ଆମେ ଏଇଟାକୁ ପଢୁ ପ୍ରାୟ 10 ଦିନ 15ଟା କ୍ଲାସ ନଉ। ଆଉ ପିଜି ଲେଭେଲରେ ତ ଏଇଟା ଗୋଟେ ଚାପ୍ଟର ପୁରା ରହିଥାଏ, ସରି ଗୋଟେ ପେପର ରହିଥାଏ। ଯେ ସେ ଭିତରେ ବି ଆମେ ଦେଖୁଛେ ଯେତେବେଳେ ଉଦ୍ଭିଦ ଆସୁଛି, ପ୍ରାଣୀ ଆସୁଛନ୍ତି, ଉଦ୍ଭିଦ ଓ ପ୍ରାଣୀଙ୍କ ଭିତରେ କମ୍ପିଟିସନ ହୁଏ। ଯୋଉମାନେ ସର୍ଭାଇଭ କରିବା ପାଇଁ, ଯୋଉମାନେ ନୂଆ କଣ୍ଡିସନକୁ ଫିଟ୍ କରନ୍ତି ସେମାନେ ସର୍ଭାଇଭ କରନ୍ତି, ଯୋଉମାନେ କଣ୍ଡିସନକୁ ଫିଟ୍ କରନ୍ତି ନାହିଁ ସେମାନେ ଚାଲିଯାଆନ୍ତି। ସୋ ବିଭିନ୍ନ ଜିନିଷ ଆସୁଛି, ପୁଣି ବିଲୀନ ହେଇଯାଉଛି। ଯିଏ ଏଇ ଏନଭାରନମେଣ୍ଟ ସହିତ, ଏଇ ପରିବେଶ ସହିତ ଖାପ ଖାଉଛି, ସିଏ ସର୍ଭାଇଭ କରୁଛି। ଆଉ ଯେତେବେଳେ ଆମେ ଦେଖୁଛେ ଯେ ଗୋଟେ ପରିବେଶରେ ମଧ୍ୟ ପରିବର୍ତ୍ତନ ହଉଛି, ସେ ପରିବେଶ ସହିତ ପରିବର୍ତ୍ତନ ସହିତ ଖାପ ଖାଇ ନିଜକୁ ପରିବର୍ତ୍ତନ କରି ଜୀବ ଆଗକୁ ଚାଲିଛି, ଯୋଉଟାକୁ ଆମେ ଆଧୁନିକ ବିବର୍ତ୍ତନ କହୁଛେ। କିନ୍ତୁ ଆମେ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ, ବେଦାନ୍ତର ପ୍ରାଚୀନ ଓ ଶାଶ୍ୱତ ସତ୍ୟକୁ ନେଇକିରି ଯଦି ଆମେ ଦେଖୁଛେ, ତେବେ ସେଇଠି ଦେଖୁଛେ ଆଧୁନିକ ବିବର୍ତ୍ତନବାଦର ବ୍ୟବହାରିକ ବିଶ୍ୱ ସତ୍ୟଟି, ଆଧୁନିକ ବିବର୍ତ୍ତନବାଦର ବ୍ୟବହାରିକ ବିଶ୍ୱ ସତ୍ୟଟିକୁ ଆପଣା ଭିତରେ ଗ୍ରହଣ କରି ନେଇଥାଏ। ଏହିପରି ବିଶ୍ଳେଷଣ କଣ, କି ପ୍ରକାର ବିଶ୍ଳେଷଣ? ଯୋଉଠି
प्रभु कहते इनवल्यूशन एंड देन इवोल्यूशन जो रास्तार इनवल्यूशन रही से ही रास्तार पुणी इवोल्यूशन रही आलोकपात करी तार औचित्य प्रदान करिथाए सो justifies and shows us all the meaning of the modern and the phenomenal truth of evolution in the universe ए जो विश्व ब्रह्मांड रे जो भले ए ब्रह्मांड रे जो भली भाव इवोल्यूशन हेची जो प्रातिभाषिक सत्य गुडी को नै कि इवोल्यूशन हेची ताहा हमको मॉडर्न वर्ल्ड देखौची किंतु आमे जदी वेदांत रहितिबा सत्य को ता भीतर रखुचे ताहाले आमे ताको ठीक भली भाव ठीक भावे जानि परिबा ताको टिके सरल रे पहले ए वाक्य को आमे एमिति कहबा एही परि भाव रे वेदांतर प्राचीन एवं शाश्वत सत्य विवर्तनर आधुनिक एवं दिव्य सत्यर संपूर्ण अर्थ को ग्रहण आलोकित यथार्थ एवं विश्व सम्मुख रे प्रकाश करे आसन द्वितीय वाक्य को आसीबा एंड इट इज सो ओनली दैट दिस मॉडर्न ट्रूथ ऑफ इवोल्यूशन which is the old truth of the universal developing itself successively in time seen opaquely through the study of force and matter से कहउचंती जोटा हमें गोटे ग्लास नहीं छे ग्राउंड ग्लास जा माध्यम रे हमें भलरे देखि परिबानी ओपेक हेची ता माध्यम रे आलुओ गोटे पाखरु आ पाखकु जाई पारुने सेही कथा कहउचे जे शक्तिर ओ जड़र अध्ययन माध्यम आधुनिक विज्ञान कालर आधार उपरे पर्यायक्रमे जो आधुनिक विज्ञान जो इवोल्यूशन रो कथा देइछि से कालर कथा कहिछि मु जो जियोलॉजिकल टाइम स्केल आपन को कहली नाही समय हबो नाही एवं क्लिष्ट मध्य हबो जे लक्ष लक्ष कोटि कोटि वर्ष पूर्वरु हमें विभिन्न स्तर देकी जाउछे जो स्तर रे किछि किछि परिवर्तन आछि गोटे समय रे गोटे फ्लोरा गोटे समय रे गोटे फना आ सेही जो जियोलॉजिकल टाइम स्केल अछि कालर आधार ऊपर पर्यायक्रमे हमें सेटा को देइछे ए जो मॉडर्न इवोल्यूशन विस्मयमय पुरुष आपना को विकसित करिबारे लागिछि बोली घोषणा करी आस्तिबा से प्राचीन सत्यटीर जति कि अस्पष्ट ज्ञान पाइबा को समर्थ होइछि हमें यदि सेही प्राचीन ज्ञानर स्पष्ट ज्ञान पाइबा को समर्थ होइथांते ताको एक्चुअली विवर्तन प्रकृत सत्यटी को सेठी हमें देखि पारथांते से कहचंदी वैदिक ग्रंथ गुड़िक आम लगी एवं मध्य सुरक्षित हो रही से प्राचीन और चिरंतन सत्यर आलोक द्वारा आपण को आलोकित करि पारले जाई आधुनिक विवर्तनवाद आपणार संपूर्ण अर्थ और औचित्य को आविष्कार करि परिबो जेते पर्यंत हमें वेदांतर यही सत्य को मॉडर्न साइंस रे न देखिचे सेतेबेले पर्यंत प्रकृत सत्य को हमें छाड़ी चली जावा तीनोटी अंध जेमिति गोटे हाथी को स्पर्श करी तार डिस्क्रिप्शन दउचंती सेही भली भाबे हमें केवल सुपरफिशियली जो किछि जिंस को जानि पारुचे किछि जिंस को देखि पारुचे बुझि पारुचे ताकू नै कि जो कंक्लूजन दउचे ता प्रकृत सत्य को केबेले आविष्कार करि परिबो नाही थर्ड सेंटेंस टू दिस म्यूचुअल सेल्फ डिस्कवरी एंड सेल्फ इल्यूमिनेशन बाय द फ्यूजन ऑफ द ओल्ड ईस्टर्न एंड न्यू वेस्टर्न नॉलेज द थॉट ऑफ द वर्ल्ड इज ऑलरेडी टर्निंग प्राच्यर प्राचीन तथा पाश्चात्यर नूतन ज्ञान रे एक सम्मेलन घटाई एही पारस्परिक आत्म आविष्कार और आत्मदीपन आड़क अग्रसर हेबार संकेत मान आम पृथ्वी रे क्रमे देखा जीवा को लागिलानी देखंतु आमे हमर ओन थॉट को छाड़ी वेस्टर्न कल्चर पछरे दौड़ुचे आ वेस्टर्न तांकर एक्सट्रीम कंडीशन रे पहुंची कि से माने प्रकृत रे वेद वेदांत को अध्ययन करी तादेर रहितिबा सार को बाहर करछंती किंतु समय आसी आमे प्राचीन तथा ए जो ईस्टर्न थॉट्स को एवं नुआ ज्ञान रे रहितिबा वेस्टर्न थॉट को जेते बेले मिसेइबा परस्पर सहित
ଆତ୍ମ ଆବିଷ୍କାର କରିବେ, ଆତ୍ମଦୀପନ ଆଡ଼କୁ ଅଗ୍ରସର ହେବାର ସଂକେତ ମାନ ଆମେ ପାଇବାକୁ ଲାଗିଲେଣି। ଆଜିର ଆଲୋଚନାକୁ ମୁଁ ଟିକେ ସମରାଇଜ କରିକି 1 ମିନିଟରେ କହିଦେଉଛି। ଏହିପରି ଭାବରେ ବେଦାନ୍ତର ପ୍ରାଚୀନ ଏବଂ ଶାଶ୍ୱତ ସତ୍ୟ ବିବର୍ତ୍ତନର ଆଧୁନିକ ଏବଂ ଦିବ୍ୟ ସତ୍ୟର ସମ୍ପୂର୍ଣ୍ଣ ଅର୍ଥକୁ ଗ୍ରହଣ, ଆଲୋକିତ, ଯଥାର୍ଥ ଏବଂ ବିଶ୍ୱ ସମ୍ମୁଖରେ ପ୍ରକାଶ କରେ। ସେଥିପାଇଁ ବିବର୍ତ୍ତନର ଏହି ନୂତନ ସତ୍ୟ, ଯାହା ହେଉଛି ସାର୍ବଜନୀନ ଭଗବାନଙ୍କର କାଳରେ ନିଜକୁ କ୍ରମଶଃ ବିକାଶ କରିବାର ପୁରୁଣା ସତ୍ୟ, ଯାହା ଶକ୍ତି ଏବଂ ପଦାର୍ଥର ଅଧ୍ୟୟନ ଦ୍ୱାରା ସ୍ପଷ୍ଟ ହୋଇଯାଇଛି, ଏହାର ସମ୍ପୂର୍ଣ୍ଣ ଅର୍ଥ ଏବଂ ଯଥାର୍ଥତାକୁ ସେତେବେଳେ ହିଁ ପାଇପାରିବ ଯେତେବେଳେ ଏହା ବେଦାନ୍ତ ଶାସ୍ତ୍ରରେ ସଂରକ୍ଷିତ ପ୍ରାଚୀନ ଏବଂ ଚିରନ୍ତନ ସତ୍ୟର ଆଲୋକରେ ନିଜକୁ ଆଲୋକିତ କରିବ। ଏହି ପାରସ୍ପରିକ ଆତ୍ମ ଅନୁସନ୍ଧାନ ଏବଂ ଆତ୍ମ ଆଲୋକୀକରଣ, ଯାହା କେବଳ ପ୍ରାଚୀନ ପ୍ରାଚ୍ୟ ଏବଂ ନୂତନ ପାଶ୍ଚାତ୍ୟ ଜ୍ଞାନର ମିଶ୍ରଣ ଦ୍ୱାରା ହାସଲ ହୁଏ, ବିଶ୍ୱର ଚିନ୍ତାଧାରା, ବିଚାରଧାରା ବଦଳୁଅଛି ଏବଂ ଆମେ ନିଶ୍ଚିତ ଭାବରେ ଏକ ହାରମୋନି ଆଣି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିବା। ଆଜିର ଆଲୋଚନାକୁ ମା ଓ ପ୍ରଭୁଙ୍କ ପାଦପଦ୍ମରେ ସମର୍ପଣ କରୁଛି ଏବଂ ମାଙ୍କୁ, ପ୍ରଭୁଙ୍କୁ ଏବଂ ଆପଣ ସମସ୍ତଙ୍କୁ ମୋର କୃତଜ୍ଞତା ଜଣାଉଛି। ଧନ୍ୟବାଦ। ବନ୍ଦେ ମାତରମ୍।